ଏହା ସଦାପ୍ରଭୁଙ୍କ କୃତ ଦିନ, ଆମମାନେ ଏଥିରେ ଆନନ୍ଦ ଉଲ୍ଲାସ କରିବା। ହେ ସଦାପ୍ରଭୁ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ପରିତ୍ରାଣ କର। ହେ ସଦାପ୍ରଭୁ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ସୌଭାଗ୍ୟ ଆଜ୍ଞା କର। ସଦାପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ। ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହରୁ ତୁମ୍ଭକୁ ଆଶୀର୍ବାଦ କରିଅଛୁ। ସଦାପ୍ରଭୁ ପରମେଶ୍ୱର ଅଟନ୍ତି ଓ ସେ ଆମ୍ଭମାନଙ୍କୁ ଦୀପ୍ତି ଦେଇଅଛନ୍ତି। ବେଦୀର ଶୃଙ୍ଗରେ ରଜୁ ଦ୍ୱାରା ବଳିକି ବାନ୍ଧ। ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭକୁ ଧନ୍ୟବାଦ ଦେବି। ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି। ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ। ହଁ, ତାହାଙ୍କର କରୁଣା ଅନନ୍ତ କାଳ ସ୍ଥାୟୀ। ପ୍ରଭୁ ଯୀଶୁଙ୍କ ନାମରେ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ନମସ୍କାର ଜଣାଇ ଆଜିର ଏହି ଅପରାହ୍ନ ଉପାସନାକୁ ସ୍ୱାଗତ କରୁଅଛି। ଆସନ୍ତୁ ଆମମାନେ ଆଜିର ଉପାସନା ଆରମ୍ଭ କରିକି ପ୍ରଭୁଙ୍କର ନିକଟବର୍ତ୍ତୀ ହେବା, ପ୍ରାର୍ଥନା କରିବା, ନିଜ ନିଜକୁ ସମର୍ପଣ କରିବା। ଆମମାନେ ଏକ ବିଶେଷ ଉପାସନାରେ ଯୋଗ ଦେଇଛୁ। ଆଜି ଆମମାନେ ସେ ବିଶେଷ ଉତ୍ସବକୁ ପାଳନ କରୁଅଛୁ। ଆପଣମାନେ ଏଇ ଯେଉଁ ବାହୁଙ୍ଗା ସବୁ ଲାଗିଛି ତାହା ଦେଖି ଜାଣିପାରିଛନ୍ତି ଯେ ଆଜି ହେଉଛି ଖଜୁରୀ ରବିବାର ବା ଯୀଶୁଙ୍କର ଜେରୁସାଲାମକୁ ବିଜୟ ଯାତ୍ରାର ସ୍ମରଣୀୟ ଦିନ। ଏହି ପ୍ରକାର ଗୋଟିଏ ଦିନରେ ଆମମାନଙ୍କର ପ୍ରଭୁ ଯୀଶୁ ବିଜୟ ଯାତ୍ରା କରିଥିଲେ ଜେରୁସାଲାମ ନଗର ମଧ୍ୟକୁ। ଆସୁ ଆମମାନେ ଏହି ବିଶେଷ ଉତ୍ସବରେ ନିଜ ନିଜକୁ ସମର୍ପଣ କରିବା ଏବଂ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା। ସ୍ୱର୍ଗସ୍ଥ ପିତା ପରମେଶ୍ୱର, ତୁମର ମଙ୍ଗଳମୟ ସଂକଳ୍ପର ପାଇଁ ଧନ୍ୟବାଦ କରୁଅଛୁ। ତୁମର ଆଶ୍ଚର୍ଯ୍ୟ ସଂକଳ୍ପ ମଧ୍ୟରେ ଆମମାନଙ୍କର ପରିତ୍ରାଣ ନିମନ୍ତେ, ଆମମାନଙ୍କର ଉଦ୍ଧାରର ନିମନ୍ତେ, ହଁ ପ୍ରଭୁ, ଯେପରି ଆମମାନେ ଯେଉଁମାନେ କି ଧୂଳିରୁ ଜାତ ମନୁଷ୍ୟ, ମରଣଶୀଳ ମଣିଷ, ଆମମାନେ ଯେପରି ଅନନ୍ତ ଜୀବନର ଅଧିକାରୀ ହେବାକୁ ପାରିବୁ, ସେହି ଉଦ୍ଦେଶ୍ୟରେ ତୁମର ଆଶ୍ଚର୍ଯ୍ୟ ସଂକଳ୍ପକୁ, ସେ ଅନନ୍ତକାଳୀନ ଯୋଜନାକୁ ତୁମେ କାର୍ଯ୍ୟକାରୀ କଲ ଏବଂ ତୁମରି ଏକମାତ୍ର ପୁତ୍ର ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଏହି ଧରା ପୃଷ୍ଠକୁ ପ୍ରେରଣ କଲ। ଯିଏ ଆସିଲେ ଏବଂ ଆମମାନଙ୍କର ନିମନ୍ତେ ନିଷ୍ପାପ ଜୀବନ ଯାପନ କଲେ। ଯିଏ ଆସିଲେ ଏବଂ ତୁମର ରାଜ୍ୟ ବିଷୟରେ ଲୋକମାନଙ୍କୁ ଜଣେଇଲେ। ଯିଏ ଆସିଲେ ଏବଂ ପ୍ରଭୁ ଲୋକମାନଙ୍କ ମଧ୍ୟରେ ତୁମକୁ ଏବଂ ତୁମର ସେ ଅପାର ପ୍ରେମକୁ ପ୍ରକାଶ କଲେ। ଶେଷ ପର୍ଯ୍ୟନ୍ତ ତୁମର ପ୍ରେମକୁ ପ୍ରଦର୍ଶନ କରି ଚାଲିଲେ। କାଲବରୀ କ୍ରୁଶରେ ହଁ ପ୍ରଭୁ, ଦୁଇ ହସ୍ତ ପ୍ରସାରି ସେ ସ୍ୱର୍ଗର ପ୍ରେମକୁ ବାଣ୍ଟିଲେ। ପ୍ରଭୁ, ଆମମାନେ ସେଥିପାଇଁ ତୁମର ଧନ୍ୟବାଦ କରୁଅଛୁ। ଆଜି ପରା ଦିନଟି ଏକ ବିଶେଷ ଦିନ ଆମମାନଙ୍କର ଜୀବନରେ ପ୍ରଭୁ, କାରଣ ଏହି ଦିନରେ ସେ ପୁଣ୍ୟ ସପ୍ତାହର ସମସ୍ତ କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ, ମୁକ୍ତିର କାର୍ଯ୍ୟକୁ ସାଧନ କରିବାର ନିମନ୍ତେ ଏବଂ ପାପୀ ମନୁଷ୍ୟର ପ୍ରାୟଶ୍ଚିତ ରୂପ ବଳିକୁ ଉତ୍ସର୍ଗ କରିବାର ନିମନ୍ତେ ପ୍ରଭୁ ସେ ଜେରୁସାଲାମକୁ ଯାତ୍ରା କରିଥିଲେ। ଆମମାନେ ସେହି ଦିନଟିକୁ ସ୍ମରଣ କରୁଅଛୁ। ତୁମର ସେହି ଅନୁଗ୍ରହର କାର୍ଯ୍ୟର ଦିନକୁ ସ୍ମରଣ କରୁଅଛୁ। ପ୍ରଭୁ, ଆମମାନେ ବିଶେଷ ଭାବରେ ତୁମ ଚରଣ ତଳେ ଧନ୍ୟବାଦ ଅଟୁ ଯେ ଆଜି ତୁମେ ଆମମାନଙ୍କୁ ଏହି ପ୍ରକାର ଏକ ସୁନ୍ଦର ସୁଯୋଗ ଦେଇଛ ତୁମର ପବିତ୍ର ଗୃହ ମଧ୍ୟକୁ ଆସି ତୁମର ଉପାସନା ଆରାଧନା କରିବାର ନିମନ୍ତେ। ଯେତେ ଆସିଅଛୁ ଆଉ ଯେଉଁମାନେ ପଥ ମଧ୍ୟରେ ଅଛନ୍ତି ପ୍ରତ୍ୟେକଙ୍କୁ ତୁମ ଚରଣ ତଳେ ସମର୍ପଣ କରୁଅଛୁ। ଆଜିର ଉପାସନାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ବିଷୟରେ ହେ ପବିତ୍ର ଆତ୍ମା, ତୁମେ ଆମମାନଙ୍କର ଚାଳକ ପାଳକ ହୋଇ କଢ଼େଇ ନିଅ ଏବଂ ତୁମର ଯେଉଁ ଭକ୍ତ ଦାସଙ୍କୁ ମନୋନୀତ କରିଅଛ ତୁମର ବାକ୍ୟରୁ କଥା କହିବାର ନିମନ୍ତେ ତାହାଙ୍କୁ ମଧ୍ୟ ନିରାପଦରେ ପହଞ୍ଚାଇ ପ୍ରଭୁ ତୁମର ବାକ୍ୟ ଦେବାର ନିମନ୍ତେ ଶକ୍ତି ଏବଂ ଅନୁଗ୍ରହରେ ପରିପୂର୍ଣ୍ଣ କର। ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ଆମେ ବିଭିନ୍ନ ନିବେଦନ ନେଇକି ଆସିଛୁ, ବିଭିନ୍ନ ପ୍ରକାର କଷ୍ଟ ଦୁଃଖ ଆମମାନଙ୍କର ସବୁ ସଙ୍ଗରେ ନେଇକି ଆସିଛୁ ଏବଂ ସେ ସବୁକୁ ତୁମର ସେଇ ପବିତ୍ର ବେଦୀ ତଳେ ଥଉଅଛୁ। ପ୍ରଭୁ, ତୁମଠାରେ ଥିବା ଶାନ୍ତି, ଅନୁଗ୍ରହ, ସାନ୍ତ୍ୱନା, ଶକ୍ତି, ଉତ୍ସାହ, ପ୍ରେରଣା ପ୍ରଭୁ ତୁମେ ଆମମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଦାନ କର। ଆଉ ଥରେ ନିଜ ନିଜକୁ ସମର୍ପଣ କରି ଅବଶିଷ୍ଟ ସମୟର ସମସ୍ତ ଭାର ତୁମ ହସ୍ତରେ ଦେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ଆସନ୍ତୁ ଆମମାନେ ନିଜ ନିଜ ସ୍ଥାନରେ ଠିଆ ହୋଇଯିବା ଏବଂ ଗୀତ 84 ଗୀତକୁ ଆମମାନେ ଉତ୍ତର ପ୍ରତ୍ୟୁତ୍ତର କରି ପଢ଼ିବା। ମୁଁ ପ୍ରଥମ ପଦ ପଢ଼ିବି, ଆପଣମାନେ ପରବର୍ତ୍ତୀ ପଦ ପଢ଼ିବେ। ଏ ପ୍ରକାର ଭାବରେ ଆମମାନେ ସମୁଦାୟ ଗୀତକୁ ପାଠ କରିବା। ଶେଷ ପଦକୁ ସମସ୍ତେ ଏକ ସ୍ୱରରେ ପାଠ କରିବା। ଗୀତ ସଂହିତା ତାର 84 ଗୀତ, ସାମ୍ସ 84। ପ୍ରଧାନ ବାଦ୍ୟକର ନିମନ୍ତେ ଗୀତି ସ୍ୱରରେ କୋରହ ସନ୍ତାନଗଣର ଗୀତ।
हे सैन्याधिपति सदाप्रभु तुम्भर आवास किपरि प्रियतम मध्य मूर्छित हुए मोर हृदय ऐश्वर्य जीवत परमेश्वर टका छाड़े। हाँ घर चटिया आपणा पाई एक गृह और खंजन पक्षी छुआ रखिबा निमंते आपणा पाई एक बसा पाइअछि। हे सैन्याधिपति सदाप्रभु मोहर राजन और मोहर परमेश्वर तुम्भर यज्ञ वेदी से ही स्थान माने तुम गृह वास करते निरंतर जार बल तुम्हारे थाए जार हृदय रे सियोनगामी राजपथ थाए से लोक धन्य से माने उत्तरोत्तर बलवान हुई अग्रसर हुअन्ति से मानकर प्रत्येक लोक सियोन रे परमेश्वर छामुरे उपस्थित हुअन्ति। हे आंभ मान ढाल स्वरूप परमेश्वर दृष्टिपात कर और आपणा अभिषिक्त मुख को अनाओ। कारण सदाप्रभु परमेश्वर सूर्य और ढाल अटंती सदाप्रभु अनुग्रह और गौरव देवे से सरलाचारी मानक ठारू कौनसी मंगल विषय अटकाइबे नाही। समस्त एकत्र पढ़िबा। हे सैन्याधिपति परमेश्वर जो लोक तुम्हारे शरण निये से धन्य। आमने आसो ठियाई थिबा अवस्था ईश्वर गौरव करी गोटे गीत बोलिबा। जीसो तुम प्रेम स्मरी बंदना करुछु पुण्य चरणी। जीसो तुम प्रेम स्मरी बंदना करुछु पुण्य चरणी। जीसो उच्चारिले से ही प्रिय मधुनाम जाए दूरे दुख जातना। देखुथिले तुम मुख अनुपम केबे ताहा भूली हुए ना। संगीते तोळु मूर्छनामि अमर दिव्य चरणी। जीसो तुम प्रेम स्मरी बंदना करुछु पुण्य चरणी। जीसो
जीवनर गलाहार प्रभु तुमे हुओ नित्य भावना। मन मरुतीरे होई जलधारा कर नाही ऊणा करुणा। अर्चना घेन मंगलमय मिनति तुम चरणे। जीशो तुम प्रेम स्मरी वंदना करुछु पुण्य चरणे। जीशो तुम प्रेम स्मरी वंदना करुछु पुण्य चरणे। जीशो आज आम बहुत आनंदित जे आम मध्य आम मंडलीर संपादक महाशय अच्छा भाई परेश दास जे कि आम प्रभु वाक्य कथा कहे। सी अनेक थर ये पुलपिट्रु वाक्य देइछन्ति तांकर वाक्य अनेक समय आम हृदय को स्पर्श करिअछि। मैं समय प्रभु जीशु नाम आह्वान करी से आसबे एवं शास्त्रांश वाक्य को मध्य पाठ करेंगे एवं तापर आम प्रभु वाक्य कढ़े ने भाई श्री परेश दास। आम त्राणकर्ता प्रभु यीशु ख्रीष्ट नाम रे समस्त नमस्कार जनाए। प्रभु आज पुणी थे आम सुजोग देइछन्ति ए विशेष दिन रे तांको सम्मुखरे आसी एकत्र हेबापाई तांकर पाद तले बसिबापाई सेथिपाई आम प्रभु पाखरे कृतज्ञ। जो अंशटी आम आज नहींचु आजिर शास्त्रांश भाव में तापन मान पाइबे माथ्यू तार 21 पर्व 1 ରୁ 11 पद पर्यंत। माथ्यू 21 1 ରୁ 11 आठारे यही प्रकार लिखा जाए जेतेबेले से माने जेरूसालेम निकटवर्ती होई बेतफागी और जीत पर्वत निकट उपस्थित हेले सेतेबेले यीशु 2 शिष्य को यही कथा कही पठाइले। तुमको सम्मुखस्थ से ग्राम को जाओ आउ जीवा मात्र बंधा होइतिबा गोटे गर्दभी और ताहा सहित गोटे शावक को देखिब सेमानकु फिटाई मो निकट को घेनी आस। आउ जेबे केही तुमको किछि कहे तेबे कहिब एमानक ठारे प्रभुंकर प्रयोजन अछि। से क्षणी से सेमानकु पठाइदेब। भाववादी द्वारा उक्त ही वाक्य जेपरी सफल हुए सेथि निमंते यह घटिला। सियोनर कन्या को कुह देख तोर राजा तो निकट को आसुअछंती से नम्र और गर्दभारोही शावक गर्दभ शावकारोही। से शिष्य मैंने जाई जीशुक आदेश अनुसार कर्म कले। पुणी गर्दभी और शावकटी आनी सेमानक उपरे वस्त्र पातिदेले आउ से ताहा उपरे बसिले। पुणी लोकसमूह मध्यरु अधिकांश अपना अपना लुगा पत्थर बिछाइले और अन्य माने गछरु डाल काटी आनी बाटरे बिछाई देबक लागिले। आउ ताहांक आगरे और पछरे जाउथिबा लोकसमूह उच्च स्वर रे कहिबक लागिले होशान्ना दाऊद संतान प्रभुंक नाम रे जे आसुअछंती से धन्य ऊर्ध्वलोकरे होशान्ना। आउ से जेरूसालेम रे प्रवेश करते नगर जाक ए किए बोली चहल पड़ीगला। सेथिरे लोकसमूह कहले ए गालिलीस्थ नाजरीतर भाववादी जीशु। आसंतु प्रार्थना करिबा। प्रभु किछि समय प्रभु आमने तुम पाद तले बसी तुमर वाक्य मध्य को जीवा समय रे प्रभु तुमे आमको कथा कह यही प्रार्थना करुछु। कारण प्रभु तुमे जदि आमको कथा न कह प्रभु आमको पाई सुनिबा निमंते किछि नाही। प्रभु मनुष्यर स्वर नुहे तुमर स्वर शुणा आमने आसीचु। तुम्हें आमको प्रत्येक कथा कह तुम्हें आमको तुमर वाक्य बुझाई दियो। जीशुक नाम मागुछु आमेन। आपण माने मते स्पष्ट भावे शुणी पारुचंती।
ଶୁଣିପାରୁଛନ୍ତି? ଯେଉଁ ଅଂଶଟି ଆମେ ପଢ଼ିଲୁ ତା ଆମେ ସମସ୍ତେ ଆଗରୁ ପଢ଼ିଛୁ। ଆଉ ସଣ୍ଡେ ସ୍କୁଲରେ ପାଠ ପଢ଼ିଲା ବେଳେ ଏହି ଅଂଶଟି ପିଲାମାନଙ୍କର ଗୋଟିଏ ବିଶେଷ ବିଷୟ ବୋଲି ଧରାଯାଏ। ପିଲାମାନେ ଏହି ଅଂଶଟି ପଢ଼ିବା ପାଇଁ ବହୁତ ଖୁସି ହୁଅନ୍ତି। ଆଉ ଆଜିର ଦିନଟିକୁ ଆମେ ଖର୍ଜୁର ରବିବାର ବା ପାମ୍ ସଣ୍ଡେ ଭାବରେ ପାଳନ କରିଥାଉ। ଆଉ 2000 ବର୍ଷ ତଳେ ଆଜି ଦିନରେ କିଛି ଘଟଣା ଘଟିଥିଲା ଯାହା ଜେରୁସାଲେମ ନଗରୀ ମଧ୍ୟରେ ଚହଳ ସୃଷ୍ଟି କରିଥିଲା। এই ଯେଉଁ ସମୟର ଘଟଣା, ସେତେବେଳକୁ ଯୀଶୁ ଜେରୁସାଲେମରେ ଓ ତା'ର ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଜଣେ ଚର୍ଚ୍ଚିତ ବ୍ୟକ୍ତି କେମିତି ବି ନ ହେବେ। ଯଦି ଜଣେ ଲୋକ 3 ବର୍ଷ ଧରି ଏହି ପ୍ରକାର କାର୍ଯ୍ୟ ସବୁ କରିବେ, ଏହି ପ୍ରକାର କଥା କହିବେ, ତାହେଲେ ଲୋକମାନେ ନିଶ୍ଚୟ ତାଙ୍କ ପ୍ରତି ଆକୃଷ୍ଟ ହେବେ। କଥା ପଦରେ ଲୋକମାନେ ସୁସ୍ଥତା ଲାଭ କରୁଛନ୍ତି। ପଦେ କଥା ଆଉ କେତେ ବର୍ଷର ପୁରୁଣା ରୋଗୀ ସେ ଉଠି ଚାଲୁଛି, ମୃତ ବ୍ୟକ୍ତି ଜୀବନ ପାଉଛି। ଜାଇରସ୍ଙ୍କ କନ୍ୟାଙ୍କ କଥା ଆମେ ଦେଖିଛୁ, ସେଇ ବିଧବାର ପୁଅ କଥା ଆମେ ଦେଖିଛୁ, ଆଉ ଲାଜାରଙ୍କ କଥା ତ ଆମେ ପଢ଼ିଛୁ। ମାନେ କ'ଣ କୁହାଯିବ ତାକୁ, ଇଟ୍ ୱାଜ୍ ଏ ଡ୍ରାମାଟିକ୍ ଇଭେଣ୍ଟ। ପଦେ ଧମକରେ ସମୁଦ୍ରରେ ଝଡ଼ ବନ୍ଦ ହେଇଗଲା। 5000 ଲୋକ ତାଙ୍କୁ ଖାଇବାକୁ ଦେବାକୁ ହେବ, କିଛି ପାଖରେ ନାହିଁ। କ'ଣ ଅଛି? 5ଟି ରୁଟି ଆଉ 2ଟି ମାଛ। ଆଉ ସେଇ ଖାଦ୍ୟ ଏତେ ଲୋକଙ୍କ ପାଇଁ ଯଥେଷ୍ଟ ହେଲା। ବାଇବେଲରେ ଯୀଶୁଙ୍କର 35ଟି ଆଶ୍ଚର୍ଯ୍ୟକର୍ମ ବିଷୟରେ ଲେଖାଯାଇଛି। କିନ୍ତୁ ଯୋହନ ଲେଖନ୍ତି, ଯଦି ଆପଣ ଯୋହନ 20 ପର୍ବ ତାର 30 ପଦ ପଢ଼ିବେ, ସେଠାରେ ଲେଖାଯାଏ ଯୀଶୁ ଆହୁରି ଅନେକ ଆଶ୍ଚର୍ଯ୍ୟକର୍ମ କରିଥିଲେ ଯାହା ଏହି ପୁସ୍ତକରେ ଉଲ୍ଲେଖ ହୋଇନାହିଁ। ତାମାନେ ତାର ସଂଖ୍ୟା 35ରେ ସୀମିତ ନୁହେଁ, ତା 350 କି 3500 ତା ମଧ୍ୟ ଆମେ ଜାଣିନାହୁଁ। କିନ୍ତୁ ଯେତୋଟି ଆଶ୍ଚର୍ଯ୍ୟକର୍ମ ବିଷୟରେ ଲେଖାଯାଇଛି ତାଠାରୁ ଅନେକ ବେଶୀ ଆଶ୍ଚର୍ଯ୍ୟକର୍ମ ସେ କରିଥିଲେ। ତେଣୁ ଖର୍ଜୁର ରବିବାରରେ ଯୀଶୁ ଯେତେବେଳେ ସେଇ ଗଧ ଛୁଆ ଉପରେ ବସି ଜେରୁସାଲେମ ମଧ୍ୟକୁ ଗଲେ, ସେ ସମୟରେ ଅନେକ ଲୋକ ତାଙ୍କର ଜୟଗାନ କରି ଏକ ଶୋଭାଯାତ୍ରାରେ ତାଙ୍କୁ ନେଇକି ଗଲେ। ସେଇ ଦୃଶ୍ୟକୁ ଟିକେ ଆପଣ ମନ ଭିତରେ ଚିନ୍ତା କରନ୍ତୁ। ପାହାଡ଼ିଆ ରାସ୍ତା, ଗଧ ଛୁଆ ଉପରେ ଯୀଶୁ ବସିଛନ୍ତି। ଲୋକମାନେ ସେ ଗଧ ଛୁଆ ଉପରେ ତାଙ୍କର ଲୁଗା ଖୋଲି ପକାଇ ଦେଇଛନ୍ତି ଯେପରି ଯୀଶୁ ବସିବେ। ରାସ୍ତାରେ ତାଙ୍କର ଲୁଗା ସବୁ ଖୋଲି ପକାଇ ଦେଉଛନ୍ତି। ଆଉ ଖଜୁରୀ ଗଛର ବାହୁଙ୍ଗା ସବୁ କାଟି ରାସ୍ତାରେ ପକାଇ ଦେଉଛନ୍ତି। এই ଯେଉଁ ଘଟଣା, ତାହା କ୍ରୁଶାର୍ପିତ ହେବାର, ଯୀଶୁ କ୍ରୁଶାର୍ପିତ ହେବାର ପୂର୍ବ ଘଟଣା, ମାତ୍ର 5 ଦିନ ପୂର୍ବର ଘଟଣା। ଆଉ ଲେଖାଯାଉଛି ଯେତେବେଳେ ଯୀଶୁ ସେହି ସହର ମଧ୍ୟରେ ପ୍ରବେଶ କରୁଛନ୍ତି, ସେ ସହର ମଧ୍ୟରେ ଚହଳ ସୃଷ୍ଟି ହେଇଛି, ହଲଚଲ। ଲୋକମାନେ ସବୁ କହୁଛନ୍ତି ଏଇ ଯେଉଁ ବ୍ୟକ୍ତି ଏ କିଏ? ଆଉ କିଛି ଲୋକ ତାଙ୍କୁ କହିଲେ ଇଏ ହେଉଛନ୍ତି ଗାଲିଲିସ୍ଥ ନାଜରିତର ଭାବବାଦୀ ଯୀଶୁ। ଏଇ ଯେଉଁ ଗୋଟିଏ ପ୍ରଶ୍ନ, ଯୀଶୁ କିଏ, ଏହା କେବଳ ସେଇଦିନ ଯେ ଆଲୋଚିତ ହୋଇଥିଲା ତା ନୁହେଁ, କିନ୍ତୁ ଏହା ପୂର୍ବରୁ ବାରମ୍ବାର ଏହା ଆଲୋଚିତ ହୋଇଛି। ଖ୍ରୀଷ୍ଟ ବିଶ୍ୱାସୀମାନେ ଅତି ଆଗ୍ରହର ସହିତ ଏହି ଦିନଟିକୁ ଆମେ ପାମ୍ ସଣ୍ଡେ ଭାବରେ ପାଳନ କରୁଛୁ। ଆଉ ଯେଉଁ ଲୋକମାନେ ଏତେ ଉତ୍ସାହର ସହ ତାଙ୍କର ଅଭ୍ୟର୍ଥନା କଲେ, ସେମାନେ ବିଶ୍ୱାସ କରୁଥିଲେ ଯେ ଯୀଶୁ ହିଁ ଉଦ୍ଧାରକର୍ତ୍ତା ବା ମସିହ, ଦି ଆନଏଣ୍ଟେଡ୍ ୱାନ୍।
और पृथ्वी रे तांको राज्य प्रतिष्ठा करने निमंते से ईश्वर द्वारा प्रेरित यही लोक माने आश्चर्यजनक भाव में मात्र 5 दिन पर चित्कार करने को आरंभ कले यही जीशु को क्रूस रे चढ़ाओ हुए तो 100 जन से जदि से 100 जन जाक से प्रकार कही न थाई पारती किंतु सेमान को मध्यरु बेस किछि जन से माने चित्कार कले रविवार घटना ईश्वर नाम जी आसीचंती तांकर जयगान से माने कले होशान्ना गान कले किंतु 5 दिन पर शुक्रवार दिन तांकर स्वर संपूर्ण बदली गला से लोकों भितर अनेके वे तो समस्ते नुहंती अनेके चित्कार करने को लगिले जे तांकु क्रूसरे चढ़ाओ। माथ्यू 27 पर्व तार 22 और 23 पद जदि आम पढ़ा से पिलातो पचारुचंती जीशु को लोक मान को पचारुचंती जहाँ को ख्रीष्ट कहते से जीशु प्रति आम्भे कौन करवा से समस्त लोक जेते लोक सेठार थिले समस्त प्राय कहले से क्रूसरे चढ़ा जाओ से पचारे कहीं से की दोष करी अछि किंतु से माने अत्यंत चित्कार करी कहले से क्रूसरे चढ़ा जाओ। वी कॉल दिस द मॉब मेंटालिटी जेते बळे कौन स्थान रे किछि समस्या उपजे किछि गंडगोल सृष्टि हुए आ लोक माने चित्कार करिकी दौड़ू थांती आ जड़े लोक को किछि लोकों को आक्रमण करने को चेष्टा करती आउ सब लोक मैंने मिसी जाती सांगे धरतु जड़े लोक को किए जड़े धरिकी पिटुची आउ 5टा लोक से रास्ता रे जाउचंती से माने जानती नहीं से लोक किए कहीं ताको पिटुची से लोकर किछि दोष अच्छी कि न अच्छी ता मध्य जଣା नहीं जेहेतु जड़े पिटुची आउ किछि लोक मिसी जाती ता संगे आ ताको पिटंती एटा हला मॉब साइकोलॉजी दले लोक प्रकृत रे तांकर जयगान करुथिले किछि लोक निश्चय से खर्जूर रविवार दिन से प्रोसेसन रे गला बेले से माने प्रकृत रे हृदय रो जीशुंकर जयगान करुथिले आउ दले लोक थिले जो माने से दिन तांकर जयगान करुथिले सत कथा किंतु हठात बदली गले आ तांको विरुद्ध रे स्वर उत्तोलन करने लगिले आउ दले लोक थिले जो माने केबे भी तांकर जयगान करि नाहांती आ मूलरू जीशुंग विरुद्ध रे चक्रांत करुथिले जो लोक माने तांकर जयगान करू करू तांको विरुद्ध रे उठिले सेमानकर एक राजनैतिक दृष्टिकोण थिला आ से दृष्टिकोण कौन सेमानकर आवश्यक थिला जड़े नेता से जड़े नेता को खोजुले जी कि रोम साम्राज्य से लोक मान को उद्धार करेंगे रोम साम्राज्य को विताड़ित करी सेठारे एक इस्राएल गोटे शासन सेठार हब आउ से आशा करथिले जीशु रोम साम्राज्य विरुद्ध रे विद्रोह घोषणा करेंगे किंतु ता हेला नहीं आ कौन पे हेला नहीं एइथिपई हेला नहीं जीशु आसी नथिले एक नूतन राजनैतिक व्यवस्थार प्रवर्तन करने निमंते जेतेबेले पिलातो तांको प्रश्न करुथिले सेतेबेले जीशु पिलातो को उत्तर दे कहले जोहन 18 पर्व 36 पद जदि आपण पढ़िबे सेठारे प्रकार लिखा जाए मोहर राज्य यही जगत संबंधी नुहे जदि मोहर राज्य यही जगत संबंधी होइथांता ताहले मु जेपरी जिहुदी मान हस्तरे समर्पित न हुअंती सेथिपई मोहर परिचारक माने युद्ध करते किंतु मोहर राज्य प्रकृत रे तत्संबंधी नुहे जीशु अति स्पष्ट भाव में कहले जे এই পৃথিবীর যাহা রাজনৈতিক অবস্থা রাজনৈতিক চিন্তাধারা এই সবু সাঙ্গে মোর কিচ্ছি সম্পর্ক নাই মু সেথিপাই আসি নাই কারণ মু এই জগত সম্বন্ধীয় বিষয়ে মোটে কৌশি প্রকার চিন্তা করিবাকু চাহু নাই
ताहले कौन एठी बुझिबा एई कथा बुझिबा जे जगतर जो व्यवस्था आउ ईश्वरଙ୍କ व्यवस्था या मध्यरे आकाश और पाताल पार्थक्य अछि। जगतर व्यवस्था कहे ए विषय को आम जीवा। इट इज वेरी इंटरेस्टिंग। जगतर व्यवस्था कहे मनुष्य माने भल, तेणु समस्ते मिलित भावे जहाँ निष्पत्ति नेबे ताहा निश्चय भल निष्पत्ति हेबो। एही निष्पत्ति पई कोनोसी जणे व्यक्ति को दायी करी हेबो नाही, कारण समस्ते एही निष्पत्ति रे भाग नैचंती। समस्तंकर एथिरे मत अछि। आउ पृथ्वी रे आज याकू गणतंत्र बोली कहा जाउची, डेमोक्रेसी। आउ पृथ्वी रे डेमोक्रेसी रो आज खूब खातिर एवं मंडली रे मध्य डेमोक्रेसी सपक्ष रे अनेक मत आसे। आम मंडली रे भी आसे। मंडली रो पद पदवी पई जेतबेले निर्वाचन हुए सेतबेले मध्य एही पद्धति रे करा जाए, डेमोक्रेटिक मेथड। आउ अनेक समय रे आमने सुनु द जनरल बॉडी इज सुप्रीम। एरा हला जगतर विषय। एथिरे किछि मोर दिमत नाही, कारण जगतर व्यवस्था जहाँ से अनुसार एटा ठीक। मंडली रे जदि अशांति आ अराजकता आज भरी रही ता मूल रे मो मतरे आपण माने मो सहित एकमत हो पारती न हो पारती डेमोक्रेसी रो इन्फेक्शन रही। यह मोर व्यक्तिगत मत। मात्र मंडली रे प्रकृत रे जदि आपण चिंता करिवे डेमोक्रेसी रो कोनोसी स्थान नाही। देश चलाइबा पई यह एक उत्तम व्यवस्था हो पारे, मना करू नाही। आउ से विषय मु कोनोसी टिप्पणी मध्य देबाकू चाहे नाही। किंतु आमे कौन विश्वास करू? जदि आपण जने ख्रीष्ट विश्वासी आपण कौन विश्वास करती? आपण विश्वास करती ख्रीष्ट मंडली रो मस्तक। तेणु से जहाँ चाहिए ताहा हब। आमे जहाँ चाहिबू ता न हो बोली आमने प्रार्थना करवा उचित। मात्र आमे ख्रीष्टंकर सुप्रीमेसी बा तांकर आम उपरे जे से सर्वोच्च ताकू सतरे आमे सिना उपासना करने को आसुचु, आमान को हृदय भितरे ताकू आमने हजम करि पारुनु। आ सेति पई आमे ख्रीष्टन को साइड स्टेप करी तांकू आड़े दे निजर उद्देश्य साधन करने निमंते डेमोक्रेसी कथा कहिजु। निजर इच्छा जाहिर करने पाई यह एक बाट। दुखदायक विषय होउची जे आमे आमर सबु निष्पत्ति ख्रीष्ट जहाँ चाहती ठीक तार उल्टा करने को चेष्टा करूँ। आउ एइथिपाई चेष्टा करूँ कारण से आमर स्वार्थ निहित थाए। से दिन पिलातंक आगे भी चिंता करंतु एते लोक जो जमा होइथिले दैट वाज आल्सो ए जनरल बॉडी। पिला तो एकुटिया कहते जे यही लोक पाखे आम तो किसी दोष पाऊना हूँ, किंतु सबू लोक एका संगे चित्कार करने को लगे क्रूसर चढ़ाओ, बारब्बा को खलास कर दियो ता बदल रे। जीसु को क्रूसार्पित करने ए जनरल बॉडी रेस्पॉन्सिबल। पृथ्वीर नियम अनुसार मेजोरिटी जहाँ कहे सी हम, किंतु ईश्वरंकर पुस्तक रे केवल ही डिसाइड्स। आउ जेतेबेले से जो कथा चिंता करती जो विषय से निष्पत्ति नियंती ताकू पूरण करने पाई सबुठ मजा विषय है से मेजोरिटी को खोजती नहीं, से माइनोरिटी को खोजती। जोठी किछि काम ईश्वर निमंत करने को हुए सेठी आपण शह शह लोकों को खोजतु नहीं, हे तो जड़े दुई जन कि तीन जन लोक को प्रभु खोजुवे। तेणु यह गोटे ए प्रकार विषय जहाँ को आम ठीक भाव
ବୁଝିପାରୁନୁ ଆଉ ତାକୁ ଆମମାନେ କାର୍ଯ୍ୟକାରୀ ମଧ୍ୟ କରିପାରୁନୁ। ଜେରୁସାଲେମରେ ପ୍ରବେଶ କରିବା ମାତ୍ରେ ନଗର ଯାକ ଚହଳ ପଡ଼ିଗଲା, ଏହି ବ୍ୟକ୍ତି କିଏ? ହୁ ଇଜ୍ ଦିସ୍ ମ୍ୟାନ୍? ମାଥ୍ୟୁ ତାର 21 ପର୍ବ 10 ପଦ ଯାହା ମାନେ ପଢ଼ିଲୁ। କ'ଣ ପାଇଁ? ଲୋକମାନେ ତାଙ୍କୁ ଜଣେ ଭାବବାଦୀ ବୋଲି ଜାଣିଥିଲେ, କିନ୍ତୁ ସେମାନେ ମଧ୍ୟ ଏକ କୁହେଳିକା ଭିତରେ ଥିଲେ। ସତ କହିବାକୁ ଗଲେ ଶିଷ୍ୟମାନେ ମଧ୍ୟ ସଠିକ୍ ଭାବେ ଜାଣିନଥିଲେ ଯେ ଯାହାଙ୍କୁ ଗୁରୁ ବୋଲି ମାନି ତାଙ୍କ ପଛରେ ସେମାନେ ଚାଲିଛନ୍ତି ସେ କିଏ। ଯୋହନ ଡୁବକଙ୍କ ବିଷୟରେ ଆମେ ଜାଣୁ। ଆଉ ଯୋହନ ଡୁବକ ଯୀଶୁଙ୍କ ପୂର୍ବରୁ ଆସିଲେ ଟୁ ପ୍ରିପେୟାର ଦ ୱେ, ପଥ ପ୍ରସ୍ତୁତ କରିବା ପାଇଁ। ଯୋହନ ଡୁବକ ମଧ୍ୟ ଆପଣ ଯଦି ଲୁକ 7 ପର୍ବ 21ରୁ 23 ପଦ ପଢ଼ିବେ, ଯୋହନ ଡୁବକ ମଧ୍ୟ 2 ଜଣ ଶିଷ୍ୟଙ୍କୁ ତାଙ୍କର ଯୀଶୁଙ୍କ ପାଖକୁ ପଠାଇଲେ ଆଉ ପଚାରିଲେ, ଯାହାଙ୍କର ଆଗମନ ହେବ ସେହି ବ୍ୟକ୍ତି କି ଆପଣ, ଅବା ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ? ଯେଉଁ ବ୍ୟକ୍ତିଙ୍କର ଆଗମନ ହେବ ବୋଲି ଆମେ ଅପେକ୍ଷା କରିଛୁ ସେ ବ୍ୟକ୍ତି କ'ଣ ଆପଣ? ଯଦି ଆପଣ ତାହେଲେ ଆମକୁ କୁହନ୍ତୁ, ନହେଲେ ଆମେ ଆଉ ଜଣଙ୍କର ଅପେକ୍ଷା କରିବୁ। ଲୁକ 9 ପର୍ବ 1ରୁ 9 ଯଦି ଆମେ ପଢ଼ୁ, ସେଠି ଆଉ ଗୋଟିଏ ବିଷୟ ଦେଖୁ। ସେତେବେଳକୁ ଯୋହନ ଡୁବକଙ୍କର ହତ୍ୟା ହୋଇସାରିଲାଣି। ରାଜା ହେରୋଦ ତାଙ୍କୁ ତାଙ୍କର ମସ୍ତକ ଛେଦନ କରିସାରିଛନ୍ତି। ଆଉ ଯେତେବେଳେ କୋଳାହଳ ହେଉଛି, ଚହଳ ପଡ଼ିଛି ଯେ ଜଣେ ଭାବବାଦୀ ଆସିଛନ୍ତି, ସେ ଏମିତି ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ କରୁଛନ୍ତି, ହେରୋଦଙ୍କ କାନରେ ବି ସେ କଥା ପଡ଼ିଲା। ଆଉ ହେରୋଦ ଚିନ୍ତା କରୁଛନ୍ତି, ମୁଁ ତ ଯୋହନ ଡୁବକଙ୍କୁ ହତ୍ୟା କଲି। କାରଣ ଅନେକ ଲୋକ କହିବାକୁ ଆରମ୍ଭ କଲେ ଯୋହନ ଡୁବକ ପୁଣି ଥରେ ମୃତମାନଙ୍କ ମଧ୍ୟରୁ ଫେରି ଆସିଛନ୍ତି। ଆପଣ ସିନା ତାଙ୍କୁ ହତ୍ୟା କଲେ, କିନ୍ତୁ ସେ ପୁଣି ଫେରି ଆସିଛନ୍ତି। ଆଉ ହେରୋଦ କହୁଛନ୍ତି, ମୁଁ ତ ତାଙ୍କୁ ହତ୍ୟା କଲି, ତେବେ ଏହି ବ୍ୟକ୍ତି କିଏ? ହେରୋଦ ଇଜ୍ ପଜଲ୍ଡ। ଲୁକ 9 ପର୍ବ 1ରୁ 9। ଲୁକ 5 ପର୍ବରେ ଆମେ ଏକ ଅଦ୍ଭୁତ ଆଶ୍ଚର୍ଯ୍ୟ କର୍ମ ଦେଖୁ। ଏଠି 4 ଜଣ ବ୍ୟକ୍ତି ଜଣେ ପକ୍ଷାଘାତ ରୋଗୀକୁ ଯୀଶୁଙ୍କ ପାଖକୁ ନେଇକି ଯାଉଛନ୍ତି, କାରଣ ସେ ଯୀଶୁ ତାଙ୍କୁ ଛୁଇଁଲେ ସେ ଭଲ ହେଇଯିବେ। ଆଉ ଯୀଶୁ ଯେଉଁ ଘର ଭିତରେ ଅଛନ୍ତି ସେଥିରେ ଏତେ ଲୋକ ତା ଭିତରେ ଅଛନ୍ତି, ତା ଭିତରେ ପଶିବା ପାଇଁ ଜାଗା ନାହିଁ। ଆଉ ସେମାନେ କ'ଣ କଲେ, ସେମାନଙ୍କର ଛାତକୁ ଖୋଳିକି କିଛି ବାହାର କରିଦେଲେ, ହୁଏତ ଟାଇଲ୍ର ଛାତ ହେଇଥିବ। ଆଉ ସେଇ ଯେଉଁ କଣା ବାଟେ ଏଇ ପକ୍ଷାଘାତ ରୋଗୀକୁ ତା ଖଟ ସହିତ ତଳକୁ ଓହ୍ଲାଇ ଦେଲେ। ଆଉ ଯୀଶୁ କହିଲେ, ସେ ଲୋକକୁ ଦେଖିଲେ ଆଉ କହିଲେ, ତୁମର ପାପ ସବୁ କ୍ଷମା କରାଯାଇଛି। ସେତେବେଳେ ଶାସ୍ତ୍ରୀ ଆଉ ଫାରୁସୀମାନେ, ସେମାନେ ତ ସବୁବେଳେ ଯୀଶୁଙ୍କ ବିରୁଦ୍ଧରେ ଥିଲେ। ସେମାନେ ତାଙ୍କ ଭିତରେ ତର୍କ ବିତର୍କ କରି କହିବାକୁ ଲାଗିଲେ, ଏ ଯେ ଈଶ୍ୱର ନିନ୍ଦା କରୁଅଛି ଏ କିଏ? ସମସ୍ତେ କନଫ୍ୟୁଜନରେ ଅଛନ୍ତି, ଏ ଲୋକ କିଏ? ଆମେ ତ ଦେଖୁଛୁ ଆଶ୍ଚର୍ଯ୍ୟ କର୍ମ ସବୁ ସେ କରୁଛନ୍ତି, କିନ୍ତୁ ଇଏ ପ୍ରକୃତରେ କିଏ? ଲୋକମାନେ ଚିନ୍ତାରେ ରହିଲେ। ଲୁକ ତାର 8 ପର୍ବ ଯଦି ଆମେ ପଢ଼ିବା 22ରୁ 25 ପଦ, ସେଠି ସେ ଯେଉଁ ନୌକାରେ ଯିବା ସମୟରେ ଝଡ଼ ଉଠିବା କଥା ଲେଖାଯାଇଛି। ଏତେ ଜୋରରେ ଝଡ଼ ହେଉଛି, ଏତେ ବଡ଼ ବଡ଼ ଢେଉ, ଏତେ ଜୋରରେ ପବନ ବହୁଛି, ଆଉ ସେ ଡଙ୍ଗାଟି ବୁଡ଼ିଯିବା ଅବସ୍ଥାରେ ଯୀଶୁ ଡଙ୍ଗାରେ ଶୋଇଛନ୍ତି। ଆଉ ଶିଷ୍ୟମାନେ ବ୍ୟସ୍ତ ବିବ୍ରତ, ପ୍ରଭୁ ଆମମାନେ ମଲୁ, ଆପଣଙ୍କର କ'ଣ ଆମମାନଙ୍କ ପାଇଁ କୌଣସି ଚିନ୍ତା ନାହିଁ? ଯୀଶୁ ଉଠିଲେ। ଆପଣ ଯଦି ତାର ଫିଲ୍ମଟା ଦେଖିଥିବେ ନିଶ୍ଚୟ, ତାର ଅତି ଚିତ୍ତାକର୍ଷକ ଦୃଶ୍ୟ ସେଇଟା। ଏତେ ଜୋରରେ ଝଡ଼ ହେଉଛି, ଆଉ ଯୀଶୁ ଉଠିଲେ, ଆଉ ସେ ଡଙ୍ଗା ଉପରେ ସିଧା ଠିଆ ହେଇଛନ୍ତି, ଆଉ ସେ ଝଡ଼କୁ ଧମକଉଛନ୍ତି, ସେଇ ଯେଉଁ ପବନକୁ ଧମକଉଛନ୍ତି, ସେଇ ଢେଉକୁ ଧମକଉଛନ୍ତି।
ଆଉ ସାଙ୍ଗେ ସାଙ୍ଗେ ସବୁ ସୁସ୍ଥିର ହୋଇଯାଉଛି। ଆଉ ସେତେବେଳେ ଯେଉଁ ଶିଷ୍ୟମାନେ ତାଙ୍କ ସହିତ ଦିନ ରାତି ଅଛନ୍ତି, ତାଙ୍କ ପଛେ ପଛେ ଚାଲୁଛନ୍ତି, ସେମାନେ ତାଙ୍କ ଭିତରେ କଥାବାର୍ତ୍ତା କରୁଛନ୍ତି, ଏ ତେବେ କିଏ ଯେ ବାୟୁ ଓ ଜଳକୁ ସୁଦ୍ଧା ଆଦେଶ ଦିଅନ୍ତେ ସେମାନେ ତାହାଙ୍କ ଆଜ୍ଞା ମାନନ୍ତି? ଏ କିଏ? ଆଉ ମାଥ୍ୟୁ 16 ପର୍ବରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପଚାରୁଛନ୍ତି, ମନୁଷ୍ୟ ପୁତ୍ର କିଏ ବୋଲି ଲୋକେ କ'ଣ କହନ୍ତି? ଯୀଶୁ ତାଙ୍କ ନିଜ ବିଷୟରେ କହୁଛନ୍ତି, ମୋ ବିଷୟରେ ଲୋକ କ'ଣ କହୁଛନ୍ତି, ମୁଁ କିଏ? ଆଉ ଶିଷ୍ୟମାନେ କହିଲେ, କିଏ କିଏ କହୁଛନ୍ତି ବାପ୍ତିଜକ ଯୋହନ, କିଏ କିଏ କହୁଛନ୍ତି ଏଲିୟ, କିଏ କିଏ କହୁଛନ୍ତି ଜିରିମିୟ, କିଏ କିଏ କହୁଛନ୍ତି ଭାବବାଦୀମାନଙ୍କ ମଧ୍ୟରୁ ଜଣେ। And then Jesus drops a bombshell. ଯେଉଁ କଥା ଶିଷ୍ୟମାନେ ହୁଏତ କେବେ ବି ଚିନ୍ତା କରିନଥିବେ, ସେହିପରି ଗୋଟିଏ ପ୍ରଶ୍ନ ତାଙ୍କୁ ପଚରାଯାଉଛି। ମାଥ୍ୟୁ 16 ତାର 15 ଆଉ 17 ପଦ, 15ରୁ 17 ଯଦି ପଢ଼ିବେ ଲେଖାଯାଉଛି, ଯୀଶୁ ପଚାରୁଛନ୍ତି ଶିଷ୍ୟମାନଙ୍କୁ, ମୁଁ କିଏ ବୋଲି ତୁମମାନେ କ'ଣ କହୁଅଛ? ଅନ୍ୟମାନେ କ'ଣ କହୁଛନ୍ତି ସେଇଟା ତ ମୁଁ ଶୁଣିଲି ତୁମ ପାଖରୁ, ଆଉ ତୁମେମାନେ ତ ମୋ ପାଖେ ପାଖେ ଅଛ, ତୁମେମାନେ ତ ମୋ ସାଙ୍ଗେ ସାଙ୍ଗେ ସବୁବେଳେ ରହୁଛ, ତୁମେମାନେ କ'ଣ କହୁଛ, ମୁଁ କିଏ? ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର। ଯୀଶୁ କହିଲେ, ହେ ଜୁନସର ପୁତ୍ର ସିମୋନ, ତୁମେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରିନାହିଁ, ବରଂ ମୋର ସ୍ୱର୍ଗସ୍ଥ ପିତା ପ୍ରକାଶ କରିଅଛନ୍ତି। ଏହାର ଅର୍ଥ ହେଉଛି ପିତର ଯାହା କହିଲେ ଯୀଶୁ ତାକୁ କନଫର୍ମ କରୁଛନ୍ତି। ହଁ, ତୁମେ ଯାହା କହିଲ ଯେ ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର, ତାହା ହିଁ ଠିକ୍। ଶିଷ୍ୟମାନେ ସବୁ ଶୁଣିଲେ ସତ, କିନ୍ତୁ କେତେ ବୁଝିଲେ ଜଣା ନାହିଁ। କାରଣ ପ୍ରଭୁ ଯୀଶୁ ଯେତେବେଳେ କ୍ରୁଶାର୍ପିତ ହେଲେ, କ୍ରୁଶରେ ସେ ମୃତ୍ୟୁବରଣ କଲେ, ତାପରେ ଯେ ସେ ପୁଣି ଥରେ ପୁନରୁତ୍ଥିତ ହେବେ, ମୋର ମନେ ହୁଏ ଶିଷ୍ୟମାନଙ୍କର ସେ ବିଶ୍ୱାସ ନଥିଲା। ସେମାନେ ଭାବିଲେ ଯାହା ହେଲା 3 ବର୍ଷ ଜଣେ ଲୋକ ସାଙ୍ଗରେ ବୁଲିଲୁ, ଅନେକ କଥା ଦେଖିଲୁ, ଅନେକ କଥା ଶୁଣିଲୁ, କିନ୍ତୁ ସେ କାହାଣୀ ଅବି ସରିଗଲା। ଅବି ପୁଣି ଆମକୁ ଯାଇ ମାଛ ଧରିବାକୁ ପଡ଼ିବ। କିନ୍ତୁ ପ୍ରଭୁ ଯୀଶୁ ଯେ କ୍ରୁଶାର୍ପିତ ହେଲା ପରେ ପୁଣି ଥରେ ପୁନରୁତ୍ଥିତ ହେବେ, ସେ ବିଷୟରେ ହୁଏତ ସେମାନଙ୍କର ଧାରଣା ନଥିଲା। ଲୁକ 20 ପର୍ବରେ ଯଦି ଆମେ ପଢ଼ିବୁ ପ୍ରଥମ 8ଟି ପଦ, ସେଠି ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନମାନେ ଆସି ଜାଣିବାକୁ ଚାହୁଁଛନ୍ତି ଯୀଶୁ ଯାହା କରୁଛନ୍ତି ସବୁ କେଉଁ ଅଧିକାରରେ କରୁଛନ୍ତି, କିଏ ତୁମକୁ ଅଧିକାର ଦେଲା, ସେ କିଏ? ଆଉ ଯୀଶୁଙ୍କୁ ଯେତେବେଳେ ଗିରଫ କରାଗଲା, ସେତେବେଳେ ପ୍ରାଚୀନ ବର୍ଗ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ସମସ୍ତେ ଯୀଶୁଙ୍କୁ ଏକତ୍ର ହୋଇ ମହାସଭାକୁ ନେଇଯାଇ ପଚାରିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ ତେବେ ଆମମାନଙ୍କୁ କୁହ। ଏ ପ୍ରଶ୍ନ, ଇଟ୍ସ ଏ ନେଭର ଏଣ୍ଡିଂ କ୍ୱେଶ୍ଚନ୍, ହୁ ଇଜ୍ ଦିସ୍ ମ୍ୟାନ୍? ଏ ପ୍ରଶ୍ନର ଶେଷ ନାହିଁ। ଏ ଲୋକ କିଏ? କ୍ରୁଶାର୍ପିତ ହେବା ପୂର୍ବରୁ ବି ତାଙ୍କୁ ପଚରାଯାଉଛି, ତୁମ୍ଭେ ଯଦି ଖ୍ରୀଷ୍ଟ ତେବେ ଆମମାନଙ୍କୁ କୁହ। ଲୁକ 22 ପର୍ବ ତାର 66, 67 ଦୁଇ ପଦରେ ଲେଖାଯାଇଛି। ମୁଁ ଭାବୁଛି ଆମେ ସେ ଅଂଶଟି ପଢ଼ିବା। ଲୁକ 22 ପର୍ବ ପର୍ବରୁ ମୁଁ ପଢ଼ୁଛି। ସକାଳ ହେଲା କ୍ଷଣି ଲୋକମାନଙ୍କର ପ୍ରାଚୀନ ବର୍ଗ, ପୁଣି ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏକତ୍ର ହୋଇ ଆପଣମାନଙ୍କ ମହାସଭାକୁ ତାହାଙ୍କୁ ଘେନି ଯାଇ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ ତେବେ ଆମମାନଙ୍କୁ କୁହ। କିନ୍ତୁ ସେ ସେମାନଙ୍କୁ କହିଲେ, ମୁଁ ଯଦି ଆପଣମାନଙ୍କୁ କହେ ଆପଣମାନେ ତ ବିଶ୍ୱାସ କରିବେ ନାହିଁ। 68 ପଦ, ପୁଣି ମୁଁ ଯଦି ପ୍ରଶ୍ନ କରେ ଆପଣମାନେ ଉତ୍ତର ଦେବେ ନାହିଁ। ମୁଁ ଯାହା କହିବି ଆପଣମାନେ ବିଶ୍ୱାସ କରିବେ ନାହିଁ, ଆଉ ମୁଁ ଆପଣମାନଙ୍କୁ ଯାହା ପଚାରିବି ତାର ଆପଣମାନେ ଉତ୍ତର ଦେବେ ନାହିଁ। କିନ୍ତୁ ଅଦ୍ୟାବଧି ମନୁଷ୍ୟ ପୁତ୍ର ଈଶ୍ୱରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେବେ।
ସେଥିରେ ସମସ୍ତେ ପଚାରିଲେ ତେବେ ତୁମ୍ଭେ କ'ଣ ଈଶ୍ୱରଙ୍କ ପୁତ୍ର? ପୁଣି ସେଇ ପ୍ରଶ୍ନ ବୁଲି ବୁଲି ସେଇ ପ୍ରଶ୍ନ ଆସି ପହଞ୍ଚୁଛି, ତୁମ୍ଭେ କ'ଣ ଈଶ୍ୱରଙ୍କ ପୁତ୍ର? ସେ ସେମାନଙ୍କୁ କହିଲେ, ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି। 71 ପଦରେ ଲେଖାଯାଏ, ତେଣୁ ସେମାନେ କହିଲେ, ସାକ୍ଷ୍ୟରେ ଆମମାନଙ୍କର ଆଉ କ'ଣ ପ୍ରୟୋଜନ? ଆମମାନେ ତ ଆପେ ଆପେ ତାହାର ନିଜ ମୁଖରୁ ଏହା ଶୁଣିଲୁ। ତା ଠିକ୍ ପରେ 23 ପର୍ବରେ ପିଲାତ ତାଙ୍କୁ ପଚାରୁଛନ୍ତି 3 ପଦ, ତୁମ୍ଭେ କି ଯିହୁଦୀମାନଙ୍କର ରାଜା? ସେ ତାଙ୍କୁ ଉତ୍ତର ଦେଲେ, ଆପଣ କହୁଅଛନ୍ତି। ଆଉ ତାପରେ ପିଲାତ କହୁଛନ୍ତି, ଏହି ଲୋକଠାରେ ଆମେ କୌଣସି ଦୋଷ ପାଉନାହୁଁ। ଏହି ବ୍ୟକ୍ତି କିଏ? ଏହି ପ୍ରଶ୍ନଟି ଆଜି ମଧ୍ୟ ଜଗତ ପଚାରୁଛି। ଭାବନ୍ତୁ ନାହିଁ 2000 ବର୍ଷ ତଳେ କେବଳ ଏହି ବିଷୟରେ ଆଲୋଚନା ହେଉଥିଲା ଆଉ ଲୋକମାନେ ଏହି ପ୍ରଶ୍ନ ପଚାରୁଥିଲେ। 2000 ବର୍ଷ ପରେ ମାର୍ଚ୍ଚ 28, 2021ରେ ମଧ୍ୟ ଏହି ପ୍ରଶ୍ନ ଏହି ପୃଥିବୀରେ ପଚରା ଯାଉଛି। ଲୋକମାନେ ଏହି ମଣ୍ଡଳୀକୁ ଆସୁଛନ୍ତି ପଚାରିବା ପାଇଁ, ପ୍ରଭୁ ଯୀଶୁ କିଏ ଆଜ୍ଞା? ତାଙ୍କ ବିଷୟରେ ଆମକୁ ଟିକେ କୁହନ୍ତୁ। ଆଜି ଅନେକ ଯେଉଁମାନେ କେବେ ତାଙ୍କ ଜୀବନରେ ସଣ୍ଡେ ସ୍କୁଲ ଯାଇନାହାନ୍ତି, କୌଣସି ଉପାସନାରେ ସେମାନେ କେବେ ନଥିଲେ, ଆସିନାହାନ୍ତି, ସେମାନେ ମୋ ଠାରୁ ଆପଣଙ୍କ ଠାରୁ ଜାଣିବାକୁ ଚାହାନ୍ତି ଯେ ପ୍ରଭୁ ଯୀଶୁ କିଏ। କାରଣ ସେମାନଙ୍କର ଧାରଣା, ଆଉ ଏ ବିଷୟଟି ଅତି ଗୁରୁତ୍ୱପୂର୍ଣ୍ଣ, ମୁଁ ଆପଣଙ୍କୁ ଏଇଥିପାଇଁ କହୁଛି, ଏହି ଲୋକମାନେ ଯେଉଁମାନେ କେବେ ଯୀଶୁଙ୍କ ବିଷୟରେ କିଛି ଶୁଣି ନାହାନ୍ତି, ଜାଣିନାହାନ୍ତି, ସେମାନେ ଆପଣଙ୍କ ପାଖକୁ ଆସି, ମୋ ପାଖକୁ ଆସି ପଚାରୁଛନ୍ତି ଏଇଥିପାଇଁ, କାରଣ ସେମାନଙ୍କର ଧାରଣା ଯେ ଏହି ଲୋକମାନଙ୍କୁ ଯାହାକୁ ଆମେ ପଚାରୁଛୁ ତାଙ୍କର ନିଶ୍ଚୟ କିଛି ଧାରଣା ଥିବ। ଆଉ ଟିକେ ଚିନ୍ତା କରନ୍ତୁ, ଏହି ପ୍ରଶ୍ନଟି ଅତ୍ୟନ୍ତ ଗୁରୁତର। ଆପଣ କ'ଣ ଜାଣନ୍ତି ଖ୍ରୀଷ୍ଟ କିଏ? ଆମେ ଯେତେ ଜଣ ଏଠି ବସିଛୁ, ଆମେ ସମସ୍ତେ କହିପାରିବା କି ମୁଁ ଜାଣେ ଖ୍ରୀଷ୍ଟ କିଏ। ଏପରି ହୋଇପାରେ ଆପଣ ବର୍ଷ ବର୍ଷ ଧରି ଏହି ଉପାସନାରେ ଯୋଗ ଦେଇଛନ୍ତି। କୌଣସି ଗୋଟିଏ ରବିବାର, ହୁଏତ କୋଭିଡ-19 ଆସିଲା ପରେ ହୁଏତ ଆପଣ ଉପାସନା ଗୃହକୁ ଆସିନାହାନ୍ତି, ଆସିପାରିନାହାନ୍ତି। ଯଦି ସୁଯୋଗ ଥାନ୍ତା ଆସିଥାନ୍ତେ। କେବେ ବି ଗୋଟିଏ ଉପାସନାକୁ ଆପଣ ମିସ୍ କରିନାହାନ୍ତି। ସବୁ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। ତଥାପି ଯୀଶୁ କିଏ ସେ ବିଷୟରେ ଆପଣଙ୍କର ସଠିକ୍ ଧାରଣା ଆଜି ମଧ୍ୟ ନାହିଁ। ମାତ୍ର କାଲି ଯେଉଁ ବ୍ୟକ୍ତି ଯୀଶୁ ତାହା ପାଇଁ କିପରି ନିଜର ରକ୍ତ ଢାଳିଲେ ଶୁଣିଲା, ବହୁତ ଲୋକ ଆସୁଛନ୍ତି, ପୁଅମାନେ, ଝିଅମାନେ। କିଏ ଜଣେ ତାଙ୍କୁ କହିଲା ଯେ ତମେ ପ୍ରଭୁ ଯୀଶୁଙ୍କ ବିଷୟରେ ଜାଣିଛ କି? ସେ ତୁମ ପାଇଁ, ତୁମର ପାପ ପାଇଁ ସେ ପ୍ରାୟଶ୍ଚିତ କଲେ, ସେ କୃଷାର୍ପିତ ହେଲେ, ସେ ପୁନରୁତ୍ଥିତ ହେଲେ। ସେ କଥା ଆପଣ କ'ଣ ଜାଣିଛନ୍ତି କି? ସେଇ ଲୋକଟି ଶୁଣିଲା ଆଉ ସେ ପ୍ରଭୁ ଯୀଶୁଙ୍କୁ ନିଜର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କଲା। କିନ୍ତୁ ହୁଏତ ଆପଣ 40 ବର୍ଷ ଉପାସନା କଲା ପରେ ମଧ୍ୟ ପ୍ରଭୁ ଯୀଶୁଙ୍କୁ ନିଜର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିନାହାନ୍ତି। କିନ୍ତୁ ଆପଣ ଜଣେ ଖ୍ରୀଷ୍ଟିଆନ, ଆପଣ ଉପାସନାକୁ ଆସନ୍ତି, ପ୍ରାର୍ଥନା ସଭାରେ ଯୋଗ ଦିଅନ୍ତି, ହେଇପାରେ ଆପଣ ଏଇ ପୁଲପିଟରୁ ପ୍ରଚାର ମଧ୍ୟ କରିଛନ୍ତି। କିନ୍ତୁ ପ୍ରଭୁ ଯୀଶୁ କିଏ ସେ ବିଷୟରେ ଆପଣଙ୍କର ସଠିକ୍ ଧାରଣା ନାହିଁ। ଅତ୍ୟନ୍ତ ଗୁରୁତର ବିଷୟ। ପ୍ରଭୁ ଯୀଶୁଙ୍କୁ ଯେ ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିବା ଆବଶ୍ୟକ, ଏକଥା କହିଲେ ଆମ ଭିତରୁ ଅନେକ ଅଛନ୍ତି ତାଙ୍କୁ ଭଲ ଲାଗେ ନାହିଁ। କିନ୍ତୁ ଯଦି ଭଲ ନ ଲାଗେ, ସେ କ୍ଷତି ସେହି ବ୍ୟକ୍ତିଙ୍କର, ଆପଣଙ୍କର, ଆଉ କାହାର ନୁହେଁ। ଶେଷ କରିବା ପୂର୍ବରୁ ଆପଣମାନଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହେଁ, ଯାହା ମୁଁ ନିଜକୁ ମଧ୍ୟ ପଚାରୁଛି। ଧରି ନିଅନ୍ତୁ ସେଇ ଖର୍ଜୁର ରବିବାରରେ 2000 ବର୍ଷ ପଛକୁ ଚାଲି ଯାଆନ୍ତୁ। ସେଇ ଖର୍ଜୁର ରବିବାରରେ ଆପଣ ଜେରୁସାଲେମରେ ଥିଲେ, ଆପଣ ସେଇ କୋଳାହଳ ମଧ୍ୟରେ ଥିଲେ, ଯେତେବେଳେ ଯୀଶୁଙ୍କୁ
ସେମାନେ କୃଷ ବହି ରାଜପଥରେ ଚଲେଇ ଚଲେଇ ନେଉଥିଲେ। ତାଙ୍କ ପିଠିରେ କୋରଡ଼ା ଛାଟ ଯେତେବେଳେ ବାଜୁଥିଲା ଆପଣ ସେଠି ଥିଲେ। ଚିନ୍ତା କରନ୍ତୁ ଆପଣ କେଉଁ ଦଳରେ? ଯେଉଁ ଦଳ ଚାହୁଁଥିଲା ତାଙ୍କୁ କୃଷାର୍ପିତ କରାଯାଉ, ବା ଯେଉଁ ଦଳ ହୁଏତ ଏପଟେ ବି ନୁହେଁ ସେପଟେ ବି ନୁହେଁ, କିମ୍ବା ସେହି ଦଳ ଯିଏ ଜାଣିଥିଲା ସେ ହିଁ ଜଗତର ମୁକ୍ତିକର୍ତ୍ତା, ମୁଁ ତାଙ୍କୁ ପ୍ରେମ କରେ। ନେଦରଲ୍ୟାଣ୍ଡସରେ ହଲାଣ୍ଡରେ ଜଣେ ଚିତ୍ରକର ଥିଲେ 1700 ଖ୍ରୀଷ୍ଟାବ୍ଦରେ। ତାଙ୍କ ନାଁ ହେଉଛି ରେମ୍ବ୍ରାଣ୍ଡ୍ଟ। ସେ 1633 ମସିହାରେ ଗୋଟିଏ ଚିତ୍ର କରିଥିଲେ, ଗୋଟିଏ ପେଣ୍ଟିଂ କରିଥିଲେ, ଆଉ ବହୁତ ଫେମସ୍ ସେ ପେଣ୍ଟିଂ। ଆଉ ସେ ପେଣ୍ଟିଂରେ ସେ ଦେଖେଇଥିଲେ ଯେ ଯୀଶୁଙ୍କୁ କୃଷାର୍ପିତ କରାଯାଉଛି, ଆଉ ସେଠି ବହୁତ ଭିଡ଼, ବହୁତ ଲୋକ ସେଠି ଅଛନ୍ତି। ସବୁ ଲୋକମାନଙ୍କର ଚେହେରା ଠିକ୍ ଦେଖାଯାଉ ନାହିଁ, ଅସ୍ପଷ୍ଟ ଚେହେରା ସବୁ। କିନ୍ତୁ ତା ଭିତରେ ରେମ୍ବ୍ରାଣ୍ଡ୍ଟ ତାଙ୍କ ନିଜ ଚିତ୍ରଟିକୁ ମଧ୍ୟ ଆଙ୍କିଥିଲେ, ଆଉ ସ୍ପଷ୍ଟ ଭାବରେ ଆଙ୍କିଥିଲେ। ଆଉ ସେଇ ଚିତ୍ରର ନାଁ ଥିଲା, ପେଣ୍ଟିଂର ନାଁ ଥିଲା ରେଜିଂ ଅଫ୍ ଦ କ୍ରସ୍। ଆଉ ଯେତେବେଳେ ତାଙ୍କୁ ପଚରାଗଲା ଯେ ଆପଣ ଏଇ ପ୍ରକାର ଚିତ୍ର କାହିଁକି କଲେ ଯେଉଁଥିରେ ଆପଣ ମଧ୍ୟ ଅଛନ୍ତି, ଆପଣ କ'ଣ ସେତେବେଳେ ଥିଲେ? ଆଉ ସେ କହିଲେ, ହଁ ସେମାନଙ୍କ ମଧ୍ୟରେ ମୁଁ ମଧ୍ୟ ଥିଲି। ଆଜି ହୁଏତ ଆମେ ଖର୍ଜୁର ରବିବାରରେ ଜେରୁସାଲେମରେ ନାହୁଁ, ଭୁବନେଶ୍ୱରରେ ଅଛୁ, କିନ୍ତୁ ନିଜକୁ ଆମେ ପ୍ରଶ୍ନ କରିବା, ମୁଁ କ'ଣ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ନା ତାଙ୍କ ସପକ୍ଷରେ? ମୁଁ ଖ୍ରୀଷ୍ଟିଆନ ହେଇପାରେ, ସବୁ ରବିବାର ମୁଁ ଉପାସନାକୁ ଆସିପାରେ, ସବୁ କାମରେ ସହଯୋଗ କରିପାରେ, ତଥାପି ଦିସ୍ ଇଜ୍ ଏ ଭେରି ଡେଞ୍ଜରସ୍ ଥିଙ୍ଗ। ତଥାପି ଆପଣ ଯୀଶୁଙ୍କ ବିରୁଦ୍ଧରେ ହେଇପାରନ୍ତି। ନିଜକୁ ପରୀକ୍ଷା କରିବାର ବେଳ ଆସିଛି। ମୁଁ କେଉଁ ଦଳରେ? ମୁଁ ପ୍ରଭୁ ଯୀଶୁଙ୍କୁ ଭଲ ପାଏ, ମୁଁ ତାଙ୍କ ପାଇଁ ବଞ୍ଚିବାକୁ ଚାହେଁ, ସେ ମୋତେ ଯାହା ଚାହିଁବେ କରିବା ପାଇଁ ମୁଁ ତାହା ହିଁ କରିବି। ଡେମୋକ୍ରାସି ଭିତରେ ପଶିବି ନାହିଁ। ଈଶ୍ୱର ମୋତେ ଯାହା କହନ୍ତି, ସକାଳୁ ଉଠି ସକାଳ ଭୋର 4ଟାରେ ଯଦି ମୁଁ ଉଠି ଆଣ୍ଠେଇ ପ୍ରାର୍ଥନା କରିବି, ପ୍ରଭୁ ମୋତେ ଆଜି ତୁମେ ଯାହା କହିବ କରିବା ପାଇଁ ତାହା ହିଁ ମୁଁ କରିବି, ତାହେଲେ ଆପଣ ନିଶ୍ଚୟ ଯୀଶୁଙ୍କ ସାଙ୍ଗରେ ଅଛନ୍ତି। ଆଉ ଖ୍ରୀଷ୍ଟଙ୍କୁ ଅଣଦେଖା କରିବା ଏକ ବିପଜ୍ଜନକ କାର୍ଯ୍ୟ, ତାହା କରନ୍ତୁ ନାହିଁ। ଆସନ୍ତୁ ସତର୍କ ହେବା, ଖ୍ରୀଷ୍ଟଙ୍କ ସହିତ ଜୀବନ କାଟିବା, କାରଣ ଆମମାନଙ୍କର ଅନ୍ତିମ ବିଜୟ ସେଇଥିରେ ହିଁ ମିଳିବ। ଯଦି ମୋତେ କିଏ ପଚାରେ ପ୍ରଭୁ ଯୀଶୁ କିଏ, ମୁଁ ତାର କ'ଣ ଉତ୍ତର ଦେବି? ମୁଁ ଏଇ ଉତ୍ତର ଦେବି, ହଁ ମୁଁ ତାଙ୍କୁ ଜାଣେ। ପାଉଲ ଦମେଶକର ରାସ୍ତାରେ, ଡାମାସ୍କସ୍ ଯେଉଁଟାକି ସିରିଆର ରାଜଧାନୀ, ସେହି ସ୍ଥାନରେ ପ୍ରଭୁ ଯୀଶୁ ତାଙ୍କୁ ଦେଖାଦେଲେ। ଆଉ ପାଉଲ କହିଲେ, ପ୍ରଭୁ ତୁମେ କିଏ? ଆଉ ଯୀଶୁ ତାଙ୍କୁ ଉତ୍ତର ଦେଲେ, ତୁମେ ଯେଉଁ ଯୀଶୁଙ୍କୁ ତାଡ଼ନା କରୁଛ ମୁଁ ସେଇ। ପାଉଲଙ୍କର ଜୀବନ ବଦଳିଗଲା। ଆଉ ପାଉଲଙ୍କ ପାଇଁ ଆମମାନେ ଆଜି ହୁଏତ ନୂତନ ନିୟମ ପଢ଼ୁଛୁ। ଆଜି ନିଜକୁ ପ୍ରଶ୍ନ ପଚାରୁ, ମୁଁ କେଉଁ ଦଳରେ ଅଛି? ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ବହୁତ ବହୁତ ଧନ୍ୟବାଦ ପରେଶ ଭାଇ, ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ପୁଣି ଥରେ 2000 ବର୍ଷ ତଳକୁ ଫେରେଇ ନେଲେ। ସେଥିର କିଞ୍ଚିତ ଅନୁଭୂତି ଆମମାନଙ୍କୁ ଦେଇଥିବାରୁ ବାକ୍ୟ ଦ୍ୱାରା ମାନେ ପ୍ରଭୁଙ୍କ ନିକଟରେ ଧନ୍ୟବାଦ ଦିଅଟୁ। ଆସୁ ଆମମାନେ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ତୁମର ବାକ୍ୟର ଆଲୋକରେ ଆମମାନେ ନିଜ ନିଜକୁ ସମର୍ପଣ କରୁଅଛୁ। ସେଦିନ ଗାଲିଲିରୁ ଆସିଥିବା ଲୋକମାନେ କେବଳ ଥିଲେ, ଜେରୁସାଲାମରୁ ଭେଟିବାକୁ ଯାଇଥିବା ଲୋକମାନେ କେବଳ ଥିଲେ, ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ଜିହୁଦୀମାନେ କେବଳ ଥିଲେ, ତାହା ନୁହଁ। ସେଦିନ ଆମେ ମଧ୍ୟ ସେଠାରେ ଥିଲୁ ପ୍ରଭୁ। ସେ ଲୋକ ଭିଡ଼ ମଧ୍ୟରେ ବିଭିନ୍ନ ଚରିତ୍ରକୁ ପ୍ରଦର୍ଶନ କରୁଥିବା, ପ୍ରକାଶ କରୁଥିବା ଲୋକ ଦଳ ମଧ୍ୟରେ
प्रभु आम मैंने निजक मध्य खोजी पाइबो। आज आम मैंने निज संपर्क में स्पष्ट हवा को चाहूँ, निजको यही प्रश्न पचारिबा को चाहूँ प्रभु तुम विषयक मोर धारणा कौन। से प्रश्नटी से दिन समस्त मुहरे थिला ये किए, किंतु आज से प्रश्न है कि रही जाइनी तो मोठारे ताहार उपयुक्त उत्तर अच्छी कि नाही। प्रभु आम मान को ताहा विवेचना करिया पाई प्रत्येक को तुम आत्मांकर आलोक तुम वाक्यर आलोक प्रदान कर। आम मान जिते निज निज गृह को फेरीजु, फेरिबा पथरे मध्य तुम आम मान को कथा कुह, घरे पहुँचला परे मध्य आम मान को तुम कथा कुह, रात्रि रे बिछना को जीवा समय मध्य यही प्रश्नर उपयुक्त उत्तर को आविष्कार करिया पाई निज ठारे खोजी पाइबा पाई आम मान को प्रत्येक को साहाय्य कर। तुमर भक्त दास को आहुरी आहुरी शक्तियुक्त कर, अनुग्रह एवं अभिषेक रे परिपूर्ण कर। प्रभु प्रथम करी से माने दीर्घ वर्ष ए पाखरे रहिला परे निज घर को जाइछंती, सेठारे सेमानकर रहणी को आशीर्वाद युक्त सुरक्षित शांतिपूर्ण तुमर उपस्थितिर आनंद रे भरपूर कर दियो बोली प्रार्थना करुछु। परिवार प्रत्येक को तुम्हें आशीर्वाद कर। आउ थे निज निज को मंडली को एवं प्रभु आज अनुपस्थित प्रत्येक भाई भणी मान को तुम हस्तरे समर्पण करी पुणी आगामी सप्ताहर समस्त सेवा कार्यर भार तुम हस्तरे दे प्रभु जीशु ख्रीष्ट नाम रे यही सामान्य प्रार्थना उत्सर्ग करुअछु। आमेन। एतले पिता ईश्वरंकर गभीर प्रेम, प्रभु जीशु ख्रीष्टंकर असीम अनुग्रह दया, पवित्र आत्मांकर शांति शक्ति सुमधुर सहभागिता शिक्षा और चेतना एवं पुणी सदाबले आम प्रत्येक संगरे सारा विश्व थिबा ख्रीष्टाश्रित प्रत्येक भाई भौणी सहित रही साहाय्य उपकार करंतु। आमेन। समस्त को नमस्कार। प्रभु प्रत्येक को आशीर्वाद करंतु। धन्यवाद आज जोग देथिबारु।